पूरा 36 मास पर 27 मे रे आसुची पद्मिनी एकादशी। ଏହି ଦୁର୍ଲଭ ଏକାଦଶୀ ଦିନଠୁ ବଳି ଅନ୍ୟ କୌଣସି ଯଜ୍ଞ ତପ କିମ୍ବା ଦାନ ନାହିଁ ଏପରି କୁହାଯାଏ। ଏହି ଦିନ ବହୁତ କମ୍ ଖର୍ଚ୍ଚରେ ସରଳ ବିଧି ସହିତ ଦିନଟିଏ ଅଳ୍ପ ତପସ୍ୟା କରି ଏଠାରେ କୁହାଯାଇଥିବା ପୂଜା ନିଷ୍ଠାର ସହିତ କଲେ ସମସ୍ତ ତୀର୍ଥ ଯଜ୍ଞର ଫଳ, ଅଦ୍ଭୁତ ପୁଣ୍ୟଲାଭ, ପାପର ନାଶ ଏସବୁ ଘରେ ବସି ଆପଣ ପାଇପାରିବେ। ଏହି ଦିନ ସକାଳେ ଗାଧୋଇବା ସମୟରେ ବରୁଣ ମନ୍ତ୍ର ଜପ କରିବା ଉଚିତ ଏବଂ ସମସ୍ତ ପବିତ୍ର ତୀର୍ଥକୁ ମଧ୍ୟ ସ୍ମରଣ କରିବା ଉଚିତ। ତାପରେ ସଫାସୁତୁରା କପଡ଼ା ପିନ୍ଧି ଭଗବାନ ବିଷ୍ଣୁଙ୍କ ଧୂପ, ଦୀପ, ପୁଷ୍ପ, କେଶର ଏବଂ ନୈବେଦ୍ୟରେ ପୂଜା କରିବା ଉଚିତ। ଏହାପରେ ଯଥାସମ୍ଭବ ଦିନରେ ନାମଜପ, ଭଜନ କୀର୍ତ୍ତନରେ ଲାଗିବା ଏବଂ ରାତିରେ ଜାଗରଣ ମଧ୍ୟ କରନ୍ତୁ। ଏହାର ବିଶେଷ ମହତ୍ତ୍ୱ ରହିବ। ଯୁବକ ଏବଂ ସଶକ୍ତ ବ୍ୟକ୍ତି ନିର୍ଜଳା ବ୍ରତ କରିବା ଉଚିତ। ରୋଗୀ, କମଜୋର, ବୃଦ୍ଧ ବ୍ୟକ୍ତି ଜଳପାନ କିମ୍ବା ଅଳ୍ପ ଆହାର କରି ବ୍ରତ କରିପାରିବେ। ରାତିରେ 4 ପ୍ରହରରେ ଭଗବାନ ବିଷ୍ଣୁ କିମ୍ବା ମହାଦେବଙ୍କ ପୂଜା କରିବା ଉଚିତ। ପୂଜାରେ ଭଗବାନଙ୍କୁ ଏହିସବୁ ଅର୍ପଣ କରିବାକୁ ହେବ। ଅହମ୍ମଦାବାଦ ସମୟ ଅନୁସାରେ ପ୍ରଥମ ପ୍ରହରରେ ଅର୍ଥାତ୍ 27 ମେ ସୂର୍ଯ୍ୟାସ୍ତ ପରେ ରାତି 7:19ରୁ ପ୍ରାୟ 9:58 ପର୍ଯ୍ୟନ୍ତ ଭଗବାନଙ୍କୁ ନଡ଼ିଆ, ଦ୍ୱିତୀୟ ପ୍ରହରରେ ଅର୍ଥାତ୍ ପ୍ରାୟ 9:59ରୁ 12:37 ପର୍ଯ୍ୟନ୍ତ ବେଲଫଳ, ତୃତୀୟ ପ୍ରହରରେ ଅର୍ଥାତ୍ 12:38ରୁ 3:06 ପର୍ଯ୍ୟନ୍ତ ଶିଳାଫଳ ଏବଂ ଚତୁର୍ଥ ପ୍ରହରରେ ଅର୍ଥାତ୍ 3:09ରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ନାରଙ୍ଗୀ ଅର୍ପଣ କରନ୍ତୁ। ଏହା ପୂର୍ବ ପ୍ରହରରେ ଅଗ୍ନି ହୋମର, ଦ୍ୱିତୀୟରେ ବାଜପେୟ ଯଜ୍ଞର, ତୃତୀୟରେ ଅଶ୍ୱମେଧ ଯଜ୍ଞର ଏବଂ ଚତୁର୍ଥରେ ରାଜସୂୟ ଯଜ୍ଞର ଫଳ ମିଳେ। ଗୁଗୁଲରେ ସୂର୍ଯ୍ୟାସ୍ତ ସମୟ 27 ମେ ଏବଂ ସୂର୍ଯ୍ୟୋଦୟ 28 ମେ ସମୟ ଲେଖିଲେ ଆପଣଙ୍କ ଜାଗାର ସୂର୍ଯ୍ୟୋଦୟ ସମୟ ମିଳିଯିବ। ଏହି ଏକାଦଶୀ ତିଥିର ସମୟ ରହିବ 26 ମେ ପ୍ରାତଃ 5:10ରୁ 27 ମେ ସକାଳ 6:21 ପର୍ଯ୍ୟନ୍ତ। ବ୍ରତ 27 ମେରେ କରିବେ। ଚାଉଳ ଏବଂ ଚାଉଳରେ ତିଆରି ବ୍ୟଞ୍ଜନ ଏକାଦଶୀ ତିଥି ଏବଂ ବ୍ରତ ଦିନ ଆପଣ ଖାଇବେ ନାହିଁ, ଏହାର ମନେ ରଖିବେ।